गुड़िया 12 तेली 23 ତନ୍ତୀ କାଳେ କାଳେ ଗୌରସୀ मनीष जीवन रे 3 थर धला लुगा पिंधे थरे कला लुगा पिंधे हलदिया लुगा थरे पिंधे राजकन्या रुक्मिणी सहित विवाह हब गर्जी उठिला राजपुत्र रुक्मग्रज कहला ना ନା ହେଇପାରିବନି बाहा देई हबनी ନାଇଁ ବାପା कहीं बाहा देई हबनी किरे ନାଇଁ ତାଙ୍କ ସହିତ ना एटा दलितांजन प्रकार प्रति करुचि रतर ପ୍ରତି କରୁଛି ରତର ପ୍ରତି କରୁଛି ରତର गोकुला कुला उदार आयुध वेणु ଆୟୁଧ ବେଣୁ ଆହେ ଆୟୁଧ ବେଣୁ शिरोमणि केटी बुझ रुदमणि गुंजा गुछ ହୃଦମଣି ଗୁଞ୍ଜା ଗୁଛ ହୃଦମଣି ଗୁଞ୍ଜା ଗୁଛ तनुभूषण ताधेनु चरण रेणु ଚରଣ ରେଣୁ ଆହେ ଚରଣ ରେଣୁ ବ୍ରଜ ଜବା ଧରି ଲମ୍ପଟ ବ୍ରଜ ଜବା ଧରି ଲମ୍ପଟ ବ୍ରଜ ଜବା ଧରି ଲମ୍ପଟ ବ୍ରଜ ଜବା ଧରି ଲମ୍ପଟ ସନ୍ଧା ବସା ହତ୍ୟା ଭାର କୁହା ଶକଟ ତାକୁ ଗାୟକ ମାନେ ଟିକେ ଭିନ୍ନ ଅର୍ଥ କରନ୍ତି ଆଚ୍ଛା ନା ବାପା ଦଳିତାଞ୍ଜନ ପ୍ରକାର ହଁ ଅଞ୍ଜନ ବୋଲି ଦଳି ଦେଲେ ନେଳିରେ ଚିକଣ କଳା ହେଇଯାଏ ଆଚ୍ଛା ୟା ରୂପଟା ହଉଛି ଜହ୍ନି ମଞ୍ଜି ଠୁ ଆହୁରି ଗୋରା ଏ ବୋପାଲ ଘରେ ଜହ୍ନି ମଞ୍ଜି ତ କଳା ତାଠୁ ଆହୁରି କେମିତି ଗୋରା ହବ ତୁ ହିସାବ କରୁଥୁ ଆଚ୍ଛା 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 ହଁ ଗୋକୁଳ କୁଳବତାର ଆୟୁଧ ବେଣୁ ବେଣୁ ଏଇଟା ଗୋକୁଳ ବୋଲେ ହଁ ଗଉଡିଆଟା ଗଉଡିଆଟା ଗୋରୁ ଚୋରାଟା ଏ ତ ଗଉଡିଆ ମଉଜା ପ୍ରାୟ ଆଉ କଣ ମୋ ଉପରେ ତ ରାଗିକି ନିଆଁ ହବ ଆଜ୍ଞା ଏଟା ପୁରାଣରେ ଅଛି ଆମେ କଣ ଗୌଡ଼ ବୋଲି ତାଙ୍କୁ ଖୁଣୁଛେ ପୁରାଣରେ ଲେଖା ହେଇଛି ବାପ ନା ଗୁଡିଆ 12 ତେଲି 23 ଗୁଡିଆ ବାର ତେଲି ତେଇଶି ଗୁଡିଆ 12 ତେଲି 23 ଗୁଡିଆ ବାର ତେଲି ତେଇଶି ଏ ତନ୍ତୀ କାଳେ କାଳେ ଗୌରସୀ ତନ୍ତୀ କାଳେ କାଳେ ଗୌରସୀ ର ସମସ୍ତେ କହନ୍ତି ଗୁଡିଆ 12 ବର୍ଷରେ ନାବାଳକ ହବ ଆଚ୍ଛା ତେଲି 23 ବର୍ଷରେ ନା ପାଇବ ହଁ ତନ୍ତୀ କାଳେ କାଳେ ହବନି ଆଚ୍ଛା ଗୌଡ଼ 80 ବର୍ଷରେ ନାବାଳକ ହବ ବାସ୍ ଏଟା ଅଛି ଏଇଟା ଅଛି ଏଇଟା ଭୁଲ ଅର୍ଥ କରୁଛ ସତେ ଆଜ୍ଞା ତା ଭିତରକୁ ତ ଆମେ ଯାଇନୁ ଆଉ ଏଇଟା ଭୁଲ ଅର୍ଥ କରୁଛ ଆଚ୍ଛା ଠିକଟା କଣ କହୁନ ଠିକଟା ତା ଭିତରେ ଆଉ କଣ ଆମେ ତ ଜାଣିଛୁ ସେଇଟା କଥା ଗୁଡିଆ 12 ହଁ 12 ବର୍ଷ ପର୍ଯ୍ୟନ୍ତ ଗୁଡିଆ ଘର ଖାଦ୍ୟ ହଁ 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 ଯେତେ ମିଠା ଖା ଯେତେ ରସଗୋଲା ଖା ଆଚ୍ଛା 12 ବର୍ଷ ପର୍ଯ୍ୟନ୍ତ ମଣିଷ ଜୀବନରେ ମିଠାର ଆବଶ୍ୟକତା ଅଛି ହଁ 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 ଆଚ୍ଛା ତେଣୁ 12 ବର୍ଷ ଯାକେ ଖାଇଲେ ଆମକୁ ଡାଇବେଟିସ ହବନି ହବନି 12 ପର୍ଯ୍ୟନ୍ତ ଡାଇବେଟିସ ନାହିଁ ତେଲି 23 ଆଚ୍ଛା 23 ବର୍ଷ ଯାଏ ଆଚ୍ଛା ଯେତେ ତେଲି ଘର ଛଣା ଖାଦ୍ୟ ଯେତେ ବରା ଯେତେ ପିଆଜି ଯେତେ ଗୁଲୁଗୁଲା ଯେତେ ଇଟିଲି ଖା ହଁ ଯେତେ ତେଲ ଜିନିଷ ଖା ବିଶେଷ ଭାବରେ ଗ୍ୟାଷ୍ଟ୍ରିକ ହବନି ଆଚ୍ଛା କଥାଟା ଏଠି ଯୋଉଟା ଅଛି ପୁରାଣ ଶାସ୍ତ୍ରର କଥା ଯାହା ପଡିଛି ଅଭିମତ ଅଛି ବାସ୍ କିନ୍ତୁ ଆଜିକାଲି ତ ପିଲା ମା ଗର୍ଭରୁ ଜନ୍ମ ହଉ ହଉ ଡାଇବେଟିସ ହୁଆରେ ହଁ ମ ହଁ ତେଲ ଜିନିଷ ଖାଇବାକୁ ମା ଭାରି ଭଲ ପାଏ ଆଉ ସେଠି ଆମେ କଣ କରିବା ବାସ୍ ନା ତା ମା ଯୋଗୁ ଏ ପିଲାଠି ଡାଇବେଟିସ ବାହାରିଲା ହଁ 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 ଠିକ କଥା ତେଲି 23 ତନ୍ତୀ କାଳେ କାଳେ ବୋଲେ ଜୀବନର ଜନ୍ମରୁ ମରଣ ପର୍ଯ୍ୟନ୍ତ ଆଚ୍ଛା ତନ୍ତୀ ନହେଲେ ହଁ ହଁ ଆମ ମାନଙ୍କର ଶୁଦ୍ଧତା ନାହିଁ ତନ୍ତୀ ନହେଲେ ଶୁଦ୍ଧ ନାହିଁ କେମିତି ଆରେ ଜନ୍ମ ଯେତେବେଳେ ହେଲୁ ବାସ୍ ଆଗ କାଳରେ ମା ମାନେ ଘରେ ଛୁଆ ଜନ୍ମ କରୁଥିଲେ ହଁ 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 ସେମାନେ କଣ କରନ୍ତି କଣ
ନା ଧୋବା ଘରୁ ସାଫି କପଡାକୁ ଆଣିକି ରଖିଥାନ୍ତି ସାଇଜ। ହଁ ହଁ ଭଲ ସଫା କପଡା ରଖିଥାନ୍ତି। ପିଲାଟି ଜନ୍ମ ହେଲେ ସେ କପଡା ଧୋବା ଘର କପଡା ଲାଗିବ। ଆଚ୍ଛା ଆଚ୍ଛା। ଆଜିକାଲି ତ ଆଉ ଘରେ ଛୁଆ ଜନ୍ମ ହଉନାହାନ୍ତି, ନା। ସବୁ ମେଡିକାଲରେ ହଁ ହଁ ହଁ। ଲେଖା ଯାଇଛି ପ୍ରସୂତି ଭବନ ବା ଲେବର ରୁମ୍। ବାସ୍। ସେଠି ଯେତେବେଳେ ପିଲା ଜନ୍ମ ହଉଛି ହଁ ସେଇ କପଡା ହଁ। କପଡା ନହେଲେ ହବନି। ନାଇଁ କପଡା ନହେଲେ କେମିତି ହବ? ପୋଛାପୋଛି ହବ। ଘରେ ଜନ୍ମ ହେଲେ ଧୋବା ଘର କପଡା, କପଡା ଆସିବ। ମେଡିକାଲରେ ଜନ୍ମ ହେଲେ ପୁଅ ଧଳା ଗଜ କପଡା। ହଁ ହଁ। ରହ ହେ ବଲମ୍ବାନୀ। ଗଜ କପଡା ନହେଲେ ହବ? ନାଇଁ ନାଇଁ। ଆଚ୍ଛା, ମଣିଷ ଜୀବନରେ 3 ଥର ଧଳା ଲୁଗା ପିନ୍ଧେ, ଆଚ୍ଛା। ଥରେ କଳା ଲୁଗା ପିନ୍ଧେ। ଧଳା ଲୁଗା କେତେ ଥର ପିନ୍ଧେ? ଧଳା ଲୁଗା ପୁଣି କଳା ଲୁଗା ପିନ୍ଧେ। ହଳଦିଆ ଲୁଗା ଥରେ ପିନ୍ଧେ। ଆଚ୍ଛା, କୋଉ କୋଉ ସମୟରେ ଆଜ୍ଞା? ଧଳା ଲୁଗା, ହଁ ଜନ୍ମ ହେଲୁ ଧଳା, ବାସ୍। ଛୁଇଁବେ ନାହିଁ ତୋତେ ବୋଲିବେ ମୋଡା। ବୋଲିବେ ମୋଡା ରେ ବୋଲିବେ ମୋଡା। ଛୁଇଁବେ ନାହିଁ ତୋତେ ବୋଲିବେ ମୋଡା। ବୋଲିବେ ମୋଡା ରେ ବୋଲିବେ ମୋଡା। ଖଣ୍ଡ କାଠ ହେବ ତୋ ପାଇଁ ଲୋଡା, ତୋ ପାଇଁ ଲୋଡା ରେ ତୋ ପାଇଁ ଲୋଡା। ମଣିଷ ଯେତେବେଳେ ମରିଯାଉଛି, ବାପା ଲୋ ଶବଟା ନେଇକି ଯାଉଛନ୍ତି, ନାଲିଆ ଲୁଗା ପକଉଛନ୍ତି, ନାଇଁ ଧଳା କପଡା। ନୀଳିଆ ଲୁଗା ପକେଇ ପାରୁଛେ? ନାଇଁ ନାଇଁ ନାଇଁ। ହଳଦିଆ ଲୁଗା ପକେଇ ପାରୁଛେ? ନାଇଁ ନାଇଁ ନାଇଁ। ସେଇ ଧଳା କପଡା। ବାସ୍। ଆଚ୍ଛା, ହଳଦିଆ କପଡା ଥରୁଟେ ପିନ୍ଧିବ, କେତେବେଳେ? କୋଉ ଦିନ ପିନ୍ଧିବ? କୋଉ ଦିନ ସେ ପିନ୍ଧିଛି ପିନ୍ଧିବ? କହିଲା ବିବାହ ପୂର୍ବ ଦିନ ହେବ ମଙ୍ଗନ। ହେବ ମଙ୍ଗନ ଆହେ ହେବ ମଙ୍ଗନ। ବିବାହ ପୂର୍ବ ଦିନ ହେବ ମଙ୍ଗନ। ହେବ ମଙ୍ଗନ ଆରେ ହେବ ମଙ୍ଗନ। ପିନ୍ଧିବୁ ସେଦିନ ହରିଦ୍ରାବସନ। ସେହୁ ବସନ ଯେ ହରିଦ୍ରାବସନ। ତାପରେ ତୁ ମନ ଖୁସିରେ ଯାହା ପିନ୍ଧୁଛୁ ପିନ୍ଧୁଥା, କିନ୍ତୁ ମଙ୍ଗନ ଦିନ, ବାହାଘର ପୂର୍ବ ଦିନ ଯୋଉ ଲୁଗା ଆମେ ପିନ୍ଧୁଛେ, ସେଇ ଲୁଗା କୋଉ ଲୁଗା ଆଜ୍ଞା? ଆଜ୍ଞା ହଳଦିଆ ଲୁଗା ଖଣ୍ଡେ ଦଉଛନ୍ତି। ହଳଦିଆ ଲୁଗା ନା ଧଳା ଲୁଗା ପିନ୍ଧୁଛେ? ହଳଦିଆ ଲୁଗା। ତେଣୁ ଧଳା ଲୁଗା ଗଲା, ହଳଦିଆ ଲୁଗା ଗଲା। ହଁ। ଜୀବନରେ ମଣିଷ ଥରେ କଳା ଲୁଗା ପିନ୍ଧିବାକୁ ବାଧ୍ୟ ହବ। ଆଚ୍ଛା, କଳା ଲୁଗା କେତେବେଳେ ପିନ୍ଧିବ? କେଉଁ ଦିନ ନର କଳା ଲୁଗା ପିନ୍ଧେ ପାଲା ବାଲା ଯେ କହିବ। ପ୍ରଶ୍ନ ରଖିଦେଲା ନୃସିଂହ ହୋତା ଯେ ଖାସିଣ ଉତ୍ତର ଦବ। ମଣିଷ କୋଉ ଦିନ କଳା ଲୁଗା ପିନ୍ଧେ? ଆଚ୍ଛା। କଳା ଲୁଗା ପିନ୍ଧିବା ପାଇଁ ବାଧ୍ୟ କୋଉ ଦିନ? କୋଉ ଦିନ ସେଟା କଳା ଲୁଗା ମାନବ ପିନ୍ଧେ? ପାଲା ବାଲା ଆସିବ, ଟିକେ ଉତ୍ତର ଦବ।